ଯିବେ କେଉଁ ପିଲା ଥୋଡ଼ି ବି ନା କିଏ କଷ୍ଟମର ଆସିବେ। ଆପଣ ତ ଦେଖୁଥିବେ ରେଲ୍ ଲାଇଟ୍ ଏରିଆ ସବୁ, ଆଉ କହିବେ କ'ଣ? ସେଇଟା ସମ୍ପୂର୍ଣ୍ଣ ମିଥ୍ୟା। ଯଦି ଗୋଟେ ପିଲାର ଶାଢ଼ୀ ଚୁଡ଼ି ପିନ୍ଧିବାର ଇଚ୍ଛା ନଥିବ ସେ କେବେ ଶାଢ଼ୀ ଚୁଡ଼ି ପିନ୍ଧିପାରିବ? ଯଦି ଗୋଟେ ମାଇଚିଆ ନ ହେଇଥିବ କେବେ ଶାଢ଼ୀ ଚୁଡ଼ି ପିନ୍ଧିପାରିବ? ତାକୁ ତୁମେ 5 ଲକ୍ଷ ଟଙ୍କା ଦିଅ, ଶାଢ଼ୀ ଚୁଡ଼ି ପିନ୍ଧି ରୋଡ଼ ଉପରକୁ ଯା, ସେ ଯାଇପାରିବ କେବେ? କେବେ ଯାଇପାରିବନି। ଛୋଟବେଳୁ ତାର କିଛି ଇରାଦ ଥିବ ବୋଲି ତ ସେ ଶାଢ଼ୀ ଚୁଡ଼ି ପିନ୍ଧୁଥିବ ନା। ରାନୀ ନାଁଟା ମୁଁ ଯେତେବେଳେ କମ୍ୟୁନିଟିକୁ ଆସିଲି ସେତେବେଳେ ମୋ ମା ମୀରା ମା ଯାଇଛନ୍ତି। ତା ପୂର୍ବରୁ ମୋ ନାଁଟା ଥିଲା ସନ୍ତୋଷ ପରିଡ଼ା। ଘରକୁ ସେମିତି ଯାଏ କିନ୍ତୁ ବାହାରେ ବାହାରେ ଦେଖାହୁଏ। ଆପଣ ତ ଜାଣିଥିବେ କିନ୍ନରମାନଙ୍କ ଷ୍ଟୋରି, କାରଣଟା ଆଉ କ'ଣ ହେଇପାରେ? କିରଣମାନଙ୍କୁ ବହୁତ ଦୁଃଖଦାୟକ ଷ୍ଟୋରି ଥାଏ। ବାପା ମା ପଚାରିଲେନି, ମୋତେ 6 ମାସ ବାପା ମା ପଚାରିଲେନି। କାରଣଟା ଏଇଆ ହେଉଛି ଯେ ରୋଡ଼ ସାଇଡ଼୍ରେ ଅଧେ ଲୋକ ଠିଆ ହେଇକି ସେକ୍ସଟାକୁ 50% ରଖିଦେଉଛନ୍ତି, 50% ରୋକ କରିଦେଉଛନ୍ତି, ଆହୁରି 50% ଅଛି। ସେଟାକୁ ବି ସରକାରଙ୍କୁ ମୋର ଏତିକି ନିବେଦନ, ସେଟାକୁ ବି କେମିତି ରୋକ କରନ୍ତୁ ସରକାର। ଯେଉଁମାନେ ରେପ୍ କରୁଛନ୍ତି ଝିଅମାନଙ୍କୁ, ମାନେ ଟେକି ନେଇକି ରେପ୍ କରୁଛନ୍ତି, ସେଠି ତାଙ୍କୁ ଟିକେ କାର୍ଯ୍ୟାନୁଷ୍ଠାନ ନିଆଯାଉ, ତାଙ୍କୁ ଫାଶୀ ଖୁଣ୍ଟରେ ହିଁ ଝୁଲାଯିବା ଦରକାର। ସେଇଟା ଲୋକ ବୁଝୁନାହାନ୍ତି ନା, ସେଇଟା ସମାଜ ବୁଝୁନାହିଁ। ସମାଜ ସେଇଟା ବୁଝିବାର ଅଛି।